ସେମିତି ଆମେ ଚିନ୍ତା କରିବାକୁ ଗଲେ ଆପଣମାନେ ନାଇଁ ବୋଲି କହିଦିଅନ୍ତୁ ନାହିଁ, କାରଣ ସର୍ବପ୍ରଥମରେ ଖ୍ରୀଷ୍ଟିଆନ ବୋଲି କାହାକୁ କହନ୍ତି ଆମେ ମାନେ ଜାଣିବା ଦରକାର। କାରଣ ସମସ୍ତେ ଖ୍ରୀଷ୍ଟିଆନ ନୁହନ୍ତି। ସବୁ ଚର୍ଚ୍ଚ ଗୋवर्स ମାନେ ଖ୍ରୀଷ୍ଟିଆନ ନୁହନ୍ତି। ସମସ୍ତେ ଯେମାନେ ଚର୍ଚ୍ଚ କୁ ଯାଆନ୍ତି ସମସ୍ତେ ସେମାନେ ଖ୍ରୀଷ୍ଟିଆନ ନୁହନ୍ତି। ବାଇବେଲ ଧରିଛି ପଢୁଛନ୍ତି ବୋଲି ଖ୍ରୀଷ୍ଟିଆନ ହେଇପାରିବେ ନାହିଁ। ଯୀଶୁଙ୍କର ଫଟୋ ଲଗାଇଛନ୍ତି ବୋଲି ଖ୍ରୀଷ୍ଟିଆନ ହେଇପାରିବେ ନାହିଁ। ଖ୍ରୀଷ୍ଟିଆନ, what is ଖ୍ରୀଷ୍ଟିଆନ? ଏ ଖ୍ରୀଷ୍ଟିଆନ ବୋଲିବା ନାମ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦେଇନଥିଲେ, ଶିଷ୍ୟମାନେ ପ୍ରେରିତ ମାନେ ମଧ୍ୟ ଦେଇନଥିଲେ। ଅନ୍ତିଓଖିୟରେ ପ୍ରଥମ ଥରେ ମଣ୍ଡଳୀକୁ ସେଇ ଅନ୍ତିଓଖିୟର ଅଞ୍ଚଳର ଲୋକମାନେ ସେଇ ନାମ ଦେଲେ। ଖ୍ରୀଷ୍ଟ 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 ହେଉଛନ୍ତି ଏମାନେ 24 ଘଣ୍ଟା ଖ୍ରୀଷ୍ଟିଆନ। ଖ୍ରୀଷ୍ଟିଆନାଇଜ, ଯେମିତି କରୁଣାମୟ, ଦୟାମୟ, ପ୍ରେମମୟ ବୋଲି କହୁ ପରମେଶ୍ୱରଙ୍କୁ। ମୟ ମିନ୍ସ ପ୍ରେମରେ ପରିପୂର୍ଣ୍ଣ, ଦୟା ମିନ୍ସ ଦୟାମୟ, ତାଙ୍କ ସବୁ ଦୟାରେ ପରିପୂର୍ଣ୍ଣ ନାଇଁ। ସେମିତି ଖ୍ରୀଷ୍ଟିଆନ ବୋଲି କହିଲେ ଖ୍ରୀଷ୍ଟୀୟମୟ। ପାଗଳ ବୋଲି କୁହନ୍ତି ନାଇଁ କି? 24 ଘଣ୍ଟା ଯଦି ଜଣଙ୍କ ବିଷୟରେ ଜଣେ କଥା ହେଉଥାଉଛି, ଯଦି ସଲମାନ ଖାନ ଫେଭରେଟ ତାର, ସକାଳୁ ଉଠିଲେ ସଲମାନ ଖାନ, ରାତିରେ ସଲମାନ ଖାନ, ତାର ସଲମାନ ଖାନ ସିନେମା ହେଉଥିବ, ଆଉ ସଲମାନ ଖାନ ସିନେମା ଦେଖିଛି ବୋଲଥିବ, ତାର ନୋଟ୍ସ ରେ ବି ସଲମାନ ଖାନର ଫଟୋ ଥିବ, ଆଉ ତାର ମୋବାଇଲ ରେ ୱାଲ ପେପର ସଲମାନ ଖାନ, ମାନେ ସଲମାନ ଖାନ ମୟ, ସେ ତାର ପାଇଁ ପାଗଳ ବୋଲି ଅର୍ଥ। ଅବଜେସ୍ଡ ବିଥ ଫିଲ୍ମ ହିରୋ। ଖ୍ରୀଷ୍ଟିଆନ ବୋଲି କରି ଖ୍ରୀଷ୍ଟରେ ପରିପୂର୍ଣ୍ଣ। ଆଜ୍ଞା, ଆମ ଠାରେ ଖ୍ରୀଷ୍ଟ, ଆମେ ଖ୍ରୀଷ୍ଟଙ୍କ ଠାରେ। ମନରେ ଖ୍ରୀଷ୍ଟ, ଦୃଷ୍ଟିରେ ଖ୍ରୀଷ୍ଟ, ଶୁଣିବାରେ ଖ୍ରୀଷ୍ଟ, କଥାବାର୍ତ୍ତାରେ ଖ୍ରୀଷ୍ଟ, ଚାଲିଚଳନରେ ଖ୍ରୀଷ୍ଟ। ଖ୍ରୀଷ୍ଟଙ୍କ ପାଇଁ ପାଗଳ ବୋଲି କହିବା କଥା, ଭଲ ପାଗଳ। A better obsession. ବର୍ଷକୁ ଥରେ ଚର୍ଚ୍ଚକୁ ଯିବ, ତୁମେ ଖ୍ରୀଷ୍ଟିଆନ ହେଇପାରିବ କି? ଦରକାର ଥିଲେ ଚର୍ଚ୍ଚକୁ ଯିବେ, ଖ୍ରୀଷ୍ଟିଆନ ହେଇପାରିବେ କି? ଦରକାର ଥିଲେ କୌଣସି ଅକେଜନରେ ପ୍ରାର୍ଥନା କରାଇଥିବେ ଘରେ, ସେଇ ଖ୍ରୀଷ୍ଟିଆନ ହେଇବେ କି? ସେଥିପାଇଁ ସେମାନଙ୍କୁ ନମିନାଲ ଖ୍ରୀଷ୍ଟିଆନ ବୋଲି କୁହନ୍ତି, ନାମଧାରୀ, ଖାଲି ନାମକୁ ଖ୍ରୀଷ୍ଟିଆନ। ମୟ ନୁହନ୍ତି ସେମାନେ। They are not Christianized. मसीहियत ବୋଲି କହନ୍ତି ହିନ୍ଦୀରେ। କେତେ କେତେ ସୁନ୍ଦର ୱାର୍ଡ ଏଟା, मसीहियत। म्यूट କରନ୍ତୁ। मसीह तो मसीह है, मसीह के विश्वासी भी हैं, लेकिन मसीहियत जो होता है ना, वो अलग है। मन, प्राण, ध्यान, चिंता, स्वप्न, कथाबार्ता ଖ୍ରୀଷ୍ଟଙ୍କୁ ଲକ୍ଷ୍ୟରେ ରଖିକି ଯେମାନେ ଜୀବନ ଯାପନ କରନ୍ତି, ସେମାନେ ଖ୍ରୀଷ୍ଟିଆନ ହେଇଯାଆନ୍ତି ଆଗେ, ବାପ୍ତିଜିତ ହେଇକି। ଗାଲାତି 3:27 କହେ, ଆମ୍ଭେ ମାନେ ଖ୍ରୀଷ୍ଟଙ୍କୁ ଧାରଣ କରିଛୁ। ଗାଲାତି 3:27 ମୁଁ ପଢୁଛି, ଦେଖ। म्यूट କରନ୍ତୁ, କିଏ ସେଟା? ମିଖାଏଲ ଭାଇ म्यूट କରନ୍ତୁ, ସବୁବେଳେ ଓପେନ ହଉଛି ଆପଣଙ୍କର। ଯେଣୁ ତୁମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ। ହ୍ୱାଟ ଇଜ ପରିଧାନ? ଏକ ବସ୍ତ୍ର ପରି ନୁହେଁ କି? ଗାର୍ମେଣ୍ଟ ଅଫ କ୍ରାଇଷ୍ଟ। ଗୋଟେ କମ୍ପାନୀରେ ଜବ କରୁଛନ୍ତି ମାନେ କମ୍ପାନୀର ଡ୍ରେସ ଗୋଟେ ଥିବ। ହସ୍ପିଟାଲରେ ଜବ କରୁଛନ୍ତି ବୋଲି କହିଲେ ହସ୍ପିଟାଲର ଡ୍ରେସ କୋଡ ଥିବ। କଲର 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 ଦେଖୁଥିଲୁ, ନର୍ସ ମାନଙ୍କର ଗୋଟେ କଲର, ସିନିୟର ମାନଙ୍କର ଗୋଟେ କଲର, ହାଉସ କିପିଂ ଗୋଟେ କଲର, ତାପରେ ବ୍ୟାଜ ଗୋଟେ ଥିବ କୋ ହସ୍ପିଟାଲ। ବାହାରକୁ ଗଲେ ବି ଚିହ୍ନି ଦେଇ ହବ କି ମାନେ ଅମକ ହସ୍ପିଟାଲର ମେମ୍ବର ନହେଲେ ଏମ୍ପ୍ଲୟି ବୋଲି।
ସେମିତି ଖ୍ରୀଷ୍ଟ ଆମେ ଯଦି ଖ୍ରୀଷ୍ଟଙ୍କର ଅଟୁ ତ ଆମର ଗୋଟେ ଡ୍ରେସ କୋଡ ଥିବ ବା ଆମମାନଙ୍କର ଡ୍ରେସ ମାନେ କଣ ବସ୍ତ୍ର ମାନେ ସ୍ୱଭାବ। ପ୍ରେଜ ଦ ଲର୍ଡ। ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ବାପ୍ତିଜିତ ହେଇଛନ୍ତି, ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ, କି ସୁନ୍ଦର କଥା ଏଇଟା, ବାପ୍ତିଜିତ ହେବାଟା ବଡ କଥା ନାହିଁ, ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିସ୍ମ। ହ୍ୱାଟ ଇଜ ଉଦ୍ଦେଶ୍ୟରେ ବାପ୍ତିସ୍ମ? ଇଂଲିଶରେ, ଫର as many of you as have been baptized into Christ। वाओ, क्या लिखा है। हिंदी देखो। और तुम में से जितनों ने मसीह में बपतिस्मा लिया है। वाह, चिंता कर कि ओडिया ख्रीष्टଙ୍କ ଉଦ୍ଦେଶ୍ୟରେ ଗୋଟେ ଗୋଟେ ଉଦ୍ଦେଶ୍ୟ ନେଇକି ବାପ୍ତିସ୍ମ ନେଇଛନ୍ତି। ଓଡିଆର ଅର୍ଥ ଇଂଲିଶରେ ବ୍ୟାପ୍ଟାଇଜ୍ଡ ଇନଟୁ କ୍ରାଇଷ୍ଟ, अनटू भी नहीं, इनटू क्राइस्ट। हिंदी रे मसीह में बपतिस्मा, पानी में लेते हैं हम लोग, जल रे बाप्तिजित हो ख्रीष्टଙ୍କ ठारे बाप्तिस्म निया होछि। पुणीटी ଖ୍ରୀଷ୍ଟଙ୍କ ଠାରେ ସଂଯୁକ୍ତ ହେବା ପାଇଁ, ଖ୍ରୀଷ୍ଟଙ୍କ ଠାରେ ମିଶି ଯିବା ପାଇଁ, मसीह में मिल जाने के लिए बपतिस्मा लिया जाता है। आपने लिया क्या वैसे? सेमती देले कि चर्च रो मेंबर हेबा ପାଇଁ ନେଇଛନ୍ତି, ନା ମ୍ୟାରେଜ ପାଇଁ ନେଇଛନ୍ତି, ନା सर्टिफिकेट ପାଇଁ ଗୋଟେ ଗୋଟେ ସଂସ୍ଥାରେ ଜବ ପାଇଁ ନେଇଥିବେ, ନା କଣ, ନା ବୟସ ହେଇଗଲା ବୋଲି ନେଇଗଲେ, ମା ବାପା ମାନେ ବ୍ୟସ୍ତ କଲେ ବୋଲି ନେଇ ଯାଇଥିଲେ, ନା କଣ? ଖ୍ରୀଷ୍ଟଙ୍କ ଠାରେ, ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ, ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ ନେଇ ଖ୍ରୀଷ୍ଟଙ୍କ ଠାରେ ମିଶି ଯିବା ପାଇଁ ଯେଉଁମାନେ ବାପ୍ତିସ୍ମ ନିଅନ୍ତି ସେମାନେ ଖ୍ରୀଷ୍ଟଙ୍କୁ ଟୋଟାଲି ଧାରଣ କରି ନିଅନ୍ତି। Word ଧାରଣ word is nice, ନାଇଁ କି? Put on Christ। मसीह को पहन लिया है। वाह, ମାନେ କହିବାର ଉଦ୍ଦେଶ୍ୟ ହେଲା ଖ୍ରୀଷ୍ଟୀୟ ବୋଲି କହିଲେ କଣ ବୁଝାଉଛି ଆପଣ ମାନଙ୍କୁ? ସମସ୍ତେ ସେମିତି ତ ନୁହନ୍ତି, ସମସ୍ତେ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିସ୍ମ ନେଇ ନାହାନ୍ତି ଆଜ୍ଞା, ବୁଝିଲେ କି? ତ ଯେଉଁମାନେ ପ୍ରକୃତରେ ଏହିପରି ଖ୍ରୀଷ୍ଟଙ୍କୁ ଧାରଣ କରିଥିବା ଖ୍ରୀଷ୍ଟିଆନ ମାନେ, ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିସ୍ମ ନେଇଥିବା ଖ୍ରୀଷ୍ଟିଆନ ମାନେ, ଖ୍ରୀଷ୍ଟଙ୍କ ठारे प्रवेश, इनटू क्राइस्ट मीन्स कहीं प्रवेश कर रहे हैं ये लोग। हमर से माथ्यू रे भी पिता पुत्र पवित्र आत्मा को नाम रे बाप्तिजित करो बोली जहाँ लिखा अछि। इंग्लिश रे देखिबे आपण माने ओल्ड किंग जेम्स वर्जन रे एंड तेलुगु रे भी पिता पुत्र पवित्र आत्मा को नाम भीतर को बाप्तिस्म निया होछि। नामము లోనికి means पिता पुत्र into the name of Father, Son and Holy Spirit pone into in the name माने यीशु को नाम धरिकी, यीशु को नाम उच्चारण करिकी बाप्तिस्म नेबा। तो into माने कोन? ए बाप्तिस्म द्वारा पितांको भीतर को पुत्रों को भीतर को पवित्र आत्मा को भीतर को माने प्रवेश पाउछंती बोली अर्थ। into माने ता इनटू द हाउस बोली कहले प्रवेश, गृह घर भीतर को प्रवेश करुछंती बोली अर्थ। इनटू तो जे माने प्रकृत रे बाप्तिजित होइछंती से माने ख्रीष्टଙ୍କ भीतर भीतर अछंती। आमे बाहरे नहु, आमे ख्रीष्टଙ୍କ ठारे अछु, उसके अंदर है हम लोग। तो जो माने सही परी प्रकृत रे ख्रिस्टियन से मानको ठारे भूत आसीबो नै आज्ञा।
ସେମାନେ ଭୂତଗ୍ରସ୍ତ ହେଇପାରିବେ ନାହିଁ। ତ ବର୍ତ୍ତମାନ ଆମେ ମାନେ ଅଧ୍ୟୟନ କରୁଛୁ ଯେଉଁମାନେ ନିଜକୁ ଖ୍ରୀଷ୍ଟିଆନ ଭାବନ୍ତି କିନ୍ତୁ ବାସ୍ତବରେ ଖ୍ରୀଷ୍ଟିଆନ ନୁହନ୍ତି, ସେମାନଙ୍କ ପାଇଁ, ସେମାନଙ୍କ ଠାରେ ନିଶ୍ଚିତ ଭାବରେ ମନ୍ଦ ଆତ୍ମା ମାନେ ପ୍ରବେଶ କରିପାରନ୍ତି। ପ୍ରକୃତ ଖ୍ରୀଷ୍ଟିଆନ ମାନଙ୍କ ଠାରେ ପ୍ରବେଶ କରେ ନାହିଁ। ହଁ, ପ୍ରକୃତ ଖ୍ରୀଷ୍ଟିଆନ ମାନଙ୍କ ପାଖରେ ଶୈତାନ ଆସିବ ବାହିକ ଭାବରେ। वी आर बीन टेम्प्टेड आउट फ्रॉम आउटसाइड, बाहर से कुछ हो सकता, कुछ करने का कोशिश कर सकता है शैतान। दुष्ट आत्मा, मंद आत्मा माने बाहर किछि करि पारिबे, आमको परीक्षा करिया पय, आमनको प्रलोभन रे पकाई देबा पय, आमनको दुर्बल करिया पय बहुत करि पारे, किंतु आम भितरे प्रवेश करिबा कथा नहे।